ଜଗତରେ ଜୀବନ ଯାଉ ତୁମର ଜଗତରେ ଜୀବନ ତୁମର ଜଗତରେ ଜୀବନ ତୁମର ଜଗତରେ ତୁମର ଜଗତରେ ଜୀବନ ତୁମର ଜଗତରେ ତୁମର ଜଗତରେ ତୁମର ଜଗତରେ ଜୀବନ ତୁମର ଜଗତରେ ତୁମର ଜଗତରେ ଜୀବନ ତୁମର ଜଗତରେ ଜୀବନ ତୁମର ତୁମର ଜଗତରେ ନିର୍ଦ୍ଦେଶ ଆସିଲାଣି ରୁକ୍ମିଣୀ ପରିଣୟ କରିବା ପାଇଁ ତୁମର ଜଗତରେ ଇଏ ତୁମର ଜଗତରେ ଜୀବନ ତୁମର ଜଗତରେ ତୁମର ଜଗ ଆପଣ ମାନଙ୍କୁ ଦେବ ବାସୁଦେବ ତୁମର ଜଗତରେ ଜୀବନ ଯାଉ ତୁମର ବନ୍ଧୁମାନ ଏଇ ପବିତ୍ର ହରି ଭାଇନା ଛକରେ ମୁଁ ତ 35 ବର୍ଷ ପୂର୍ବେ ଆସିଥିଲି। 100 ବର୍ଷ ଧରି ହେଉଥିବା ଏ ପବିତ୍ର ଛକ ଏ ଅଞ୍ଚଳବାସୀ ସମସ୍ତେ ଏଠି ରୁଣ୍ଡୀଭୂତ ହୁଅନ୍ତି। ଗଣେଶ ପୂଜା ଆସିଲେ ଏ ହରି ଭାଇନା ଛକକୁ ଓଡ଼ିଶାର ତୁଙ୍ଗ ତୁଙ୍ଗ ଗାୟକ ମାନେ ଆସିବେ, ସୁନ୍ଦର ସୁନ୍ଦର କଥା ଆମ ଆଗରେ କହିବେ, ଆମେ ବସି ଶୁଣିବା। ତେବେ ଆପଣ ମାନଙ୍କର ଶ୍ରଦ୍ଧା ଆଶୀର୍ବାଦକୁ ନେଇ ଏ ଅକିଞ୍ଚନ ହଉ ସ୍ୱଳ୍ପ ସୀମିତ ସମୟ ମଧ୍ୟରେ ଯାହା ଆପଣ ମାନଙ୍କୁ କହିବ ଆପଣ ମାନେ ସାଦରେ ତାହା ଗ୍ରହଣ କରିବେ। ହେଲେ ସେ ଚତୁର ପ୍ରବୀଣ କଳା କଳ୍ପ दर्शक महोदय आपण मानक निकट में चिर कृतज्ञ जाओ 38 वर्ष पर अकिंचन को मन पकाई आज पुणी निर्देश होलानी जे रुक्मिणी परिणय शुणा अनेक दिन आम शुणीना
ହଉ ଶୁଣ ନ ଶୁଣ ମୁଁ ୟାକୁ ଛାଡିବା ପୂର୍ବରୁ ବାବାଜୀ ବେଶ ଧାସିବା ପୂର୍ବରୁ ଇଏ ସବୁ ପରେ ଡ୍ୟାମେଜ ଆଜ୍ଞା ହେଲାଣି। ତେବେ ଯାହା ପ୍ରଭୁର ଇଚ୍ଛା ଥିବ ଆପଣ ମାନଙ୍କର ଉତ୍କଳର ଘଣ୍ଟ କବି ଯଦୁମଣି ମହାପାତ୍ର ଲେଖିଲେ କହିଲେ ଚତୁରାପଣ ପ୍ରବୀଣ ଛିଡା ଆଜ୍ଞା ଚତୁରାପଣର କହିଲେ କଣ ବୁଝିଲେ? ଚତୁର ମାନେ ଚାଲାକି ଖାଲି ଚାଲାକି ଆଉ ସିହାଣିଆ ପଣରେ ସିଆଣି ହେଲାନି ଚାଲାକ ପଣରେ ପଣରେ ଚତୁରତା ପଣରେ ବେଶ ପ୍ରବୀଣ କହିଲେ ହଁ ଶ୍ରେଷ୍ଠ ଅଟନ୍ତି ଯିଏ ଯିଏ ମନେ ରଖ ଆଜ୍ଞା ଏଇ ଗୋଟାକ ପଦ ହଁ 15 ମିନିଟ ପର୍ଯ୍ୟନ୍ତ ଅର୍ଥ ହବ। ତୁ କଣ ଭାବିଛୁ ସାରଙ୍କର ଜ୍ଞାନ ନାହିଁ ବୋଲି ଏ, ମତେ କହୁଥିଲା ତୁ କଣ କଣ ଜ୍ଞାନୀ ଇଏ କହିଲା ନା ଶୁଣ ହଁ ଚତୁରାପଣରେ ପ୍ରବୀଣ। ଚାଲାକ ପଣରେ ବେଶ ପ୍ରବୀଣ କହିଲେ ଶ୍ରେଷ୍ଠ ଶ୍ରେଷ୍ଠ ଶ୍ରେଷ୍ଠତ୍ୱ ଅର୍ଜନ କରିଛନ୍ତି ଯିଏ ଯିଏ ସେ ଜଣକ କିଏ? ସିଏ କିଏ ଗଣ ଗଣନା ଭୂଷଣ ସିଏ କଣ ଆଜ୍ଞା ଚତୁର ଗଣ ମାନଙ୍କ ମଧ୍ୟରେ ବେଶ ଗଣନା କରିଲେ ହଁ ତା ମଧ୍ୟରେ ଭୂଷଣ ସମାନ ହେବେ ଯିଏ ହଁ ସିଏ କିଏ ସେମାନେ ହେଲେ ପଣ୍ଡିତ। ପଣ୍ଡିତ ପଣ୍ଡିତ ମାନଙ୍କ ମଧ୍ୟରେ ଭୂଷଣ ଯିଏ ଗଣନା କରିଲେ ମଣି ସଦୃଶ୍ୟ ଯିଏ ଭୂଷଣ ମଣି ଯୋଉ ପଣ୍ଡିତ ଯାହାଙ୍କ ମୁଣ୍ଡରେ ମୁକୁଟ ଥିବେ ଅର୍ଥାତ ସେ ଆଉ ନନା ଆଲୋ ରମାନା ତାଙ୍କ ଭାଷାରେ ହଁ ତା ନାଁ ନେଇନ ନାଇଁ ନନା ତ ଆମର ଆଉ ନନା ତ ଆଉ ମଣି ଏ କଳା କଳ୍ପନା ରୀତି ହେ ଭୂଷଣ ମଣି ଭୂଷଣ ବେଶ ମଣି ମୁକୁଟ ବନ୍ଧା ଇଚ୍ଛା ଭୂଷଣ ପଣ୍ଡିତ ଗଣ ମାନେ ହଁ ଆପଣ ମାନଙ୍କ ମତରେ ବେଶ କିଏ ସେ ଜଣକ ହଁ ଆପଣ ମାନେ ନିଜେ ବିଚାର କରିବେ। ବିଚାର କରିବେ ଆଉ ମଣି ଏ କଳା ହଁ ଏ କଳା କଳ୍ପନାକୁ ହଁ ଆପଣ ମାନେ ଟିକେ ନିଜ ହୃଦୟ ମଧ୍ୟରେ ବିଚାର କରନ୍ତୁ। ବିଚାର କରନ୍ତୁ ସେ ଜଣକ କିଏ ସେ କିଏ ସେ ଜଣକ ଅଛନ୍ତି ଭଗବାନ କୃଷ୍ଣ। ସିନା ହଁ ମୁଁ କହୁନି ଆଉ କିଏ କହିବେ କହିଲେ ବିଶ୍ୱନାଥ ବର୍ମନ ବର୍ମନ ଆଠଗଡ଼ର କବି ଆଜ୍ଞା ହଁ ହଁ ନନା ଆଠଗଡ଼ କବି ମୁଁ କହିଛି ପୂର୍ବ ଦିନ ବେଶ ତମେ ବସିଲା ମାନେ ନିଶ୍ଚିତ ଟିକେ କାହିଁ ମୋତେ କେମିତି ଲାଗୁଛି ଆରେ ଗୋଟେ ଭୁଲ ହେଇଯିବ କି ତଥାପି ସିଏ କଣ ବସିବା କଥା ନିଶ୍ଚିତ କୁଆଡେ ଶୋଇବେ ନାଇଁ ହେ! ତମ ପାଲା ଶୁଣିବାକୁ ସିଏ ବଇছে ମୋ ପାଲା ଆଉ ଆରେ ହଁ ସାନ ଭାଇଠୁ ବଡ ଭାଇ ଶୁଣେ ଶୁଣିବେନି ଶୁଣିବେନି କେମିତି କଣ କାରଣ କରୁଛି ସେ ଭାଇ ପରା ଆଶୀର୍ବାଦ ଦାତା ପରା ହଁ। ହଁ କହିଲେ ଭୁଜଙ୍ଗ ସମା ପବିତ୍ର ଗୁଣ ମାନେ ପିତୁ ହୋ ବାତା କର୍ମଲି ପିତା ଦୃଶ୍ୟ ଭାବାମୟ ପୂର୍ଣ୍ଣମାସିତ ଦେବ ଦେବ ଚତୁର ଶିରୋମଣି କି ସେହି ସେଇ ଚତୁର ମାନଙ୍କ ମଧ୍ୟରେ ଶିରୋମଣି ଯିଏ ଚତୁର ମାନଙ୍କ ମଧ୍ୟରେ ଚିନ୍ତାର ମଣି ହେଉଛନ୍ତି ଯିଏ ସେ ଚତୁର ଶିରୋମଣି ହେଉଛନ୍ତି କୃଷ୍ଣ। ଏଇ ଭଗବାନ କୃଷ୍ଣଙ୍କର କଥା ମୁଁ ଆଜି ଆପଣ ମାନଙ୍କ ନିକଟରେ ପ୍ରତିପାଦିତ କରିବା ପାଇଁ ଯାଇଛି। ଆପଣ ମାନେ ବସି ଶୁଣନ୍ତୁ ଏଇଟା ପଣ୍ଡିତ ମାନଙ୍କ କଥା। ଚତୁରପଣ ପ୍ରବୀଣ ଚତୁର ମାନଙ୍କ ମଧ୍ୟରେ ପ୍ରବୀଣ ଅଟନ୍ତି ଶ୍ରେଷ୍ଠ ଅଟନ୍ତି ଯିଏ ସିଂହାଣିଆ ପଣରେ ଶ୍ରେଷ୍ଠ ଅଟନ୍ତି ଯିଏ ସେ ଦ୍ୱାରିକାଧୀଶ ଭଗବାନ କହିଲେ ନ୍ୟାୟ ନିତ୍ୟଂ ନୀତି ସମୋହନ ପିତରମ୍ଭା ହୃଦୟ ସଭାଗା ମହି ମହିଷିନଂ ବୈକୁଣ୍ଠାଧୀଶ ହେ ଶ୍ରୀମଦ ଭଗବତ ନନ୍ଦ ନନ୍ଦନୟ କରୁ ଆଜ୍ଞା ଠକି ଦେଲେ ଭଗବାନ ସମ୍ଭାଳିବେନି ଆଜ୍ଞା ଜୀବନ କାଳ ଭିତରେ ହେଇନି ହୋଇପାରିବ ନାହିଁ। ପୁଣି କହିଲେ ମଣିଏ କଳା କଳ୍ପନା ରୀତି ଯେତେ ପ୍ରକାର ମଣି ଅଛନ୍ତି ସମସ୍ତ ମଣି ମାନଙ୍କ ମଧ୍ୟରେ ଶ୍ରେଷ୍ଠ ମଣି ହେଉଛନ୍ତି ଯିଏ ସେ ଜଣକ ଅଛନ୍ତି ଇନ୍ଦ୍ରନୀଳ ମଣି ଭଗବାନ କୃଷ୍ଣ। ଦ୍ୱିତୀୟ ଧାରିକିଆ କେତେ ମିନିଟ ହେଲା ଦେଖିବୁ ତାପ ଆପଗାତରଣୀ ଓଡିଆ ଛିଡା ତାପ କେତେ ତାପ ତିନି ସେ ତିନି ତାପ କଣ
ଆଧ୍ୟାତ୍ମିକ ଏକ ଆଦି ଭୌତିକ ଦୁଇ ଆଦି ଦୈବିକ ତିନି ପାଇଁ ବେଶ ଏକମାତ୍ର ଜଣଙ୍କର ନିର୍ଦ୍ଦେଶ। ସେ କିଏ ସେ କିଏ ଓଡ଼ିଆ ଭାଗବତ ଆଜ୍ଞା କହିଲେ ଥରେ ତ୍ରିତାପ ବିନାଶନ ପାଇଁ କେବଳ ବ୍ରହ୍ମାଣ୍ଡ ଗୋସା କେବଳ ବ୍ରହ୍ମାଣ୍ଡ ଖାଲି ମନକୁ ମନ ରଜା ହୁଅ ନା ଆଉ କଣ କେତେ ଲୁକାୟିତ ହିସାବରେ ମୋର ପାଲାକାର ବାପା ମାନେ ବସିଛନ୍ତି। ଭଲ କି କଣ ଭୁଲ ଭଲ ଭୟ ଲାଗୁଛି ନା ଆଜ୍ଞା। ଭୟ କାହିଁ ଲାଗିବ ତ୍ରିତାପ ବିନାଶନ ପାଇଁ ବିଶେଷର ନାଶନ ନା ବିଶେଷରେ ହଁ ଯେଉଁ ନାଟା ନାଶନ ହୋଇପାରେ ଅର୍ଥାତ ଖଣ୍ଡନ ହୋଇପାରେ ଆଚ୍ଛା ବିଶେଷ ବିଶେଷରେ ଆଜ୍ଞା ସେ ଜଣକ କିଏ ସେ କିଏ ଆଜ୍ଞା ହଁ କିଏ ସିଏ କହନ୍ତୁ କହନ୍ତୁ ମୁଁ କହିବିନି ଆଉ କିଏ କହିବ? ସେ ମତେ ଭାଗବତ ଆଜ୍ଞା ବ୍ୟାସ ଭଗବାନ କହିଲେ କହିଲେ କଣ କହିଲେ କଣ? ଜଗତାନି ବ୍ୟକ୍ତି ମା ପୂର୍ଣ୍ଣ ବା ପ୍ରତିରୋଧକ ତାପ ବିନାଶନେ ସ୍ୱୟଂ ବାସୁଦେବଂ ଭବେ। ବାସୁଦେବ ସ୍ୱୟଂ ତ୍ରୟୋତାପ ନିଶାନ ଭବେ। ଆଜ୍ଞା ବାସୁଦେବ କୃଷ୍ଣ କୃଷ୍ଣ ଯୋଉ କୃଷ୍ଣଙ୍କ କଥା କହୁଛେ ହଁ ଏଇ ତିନି ତାପର ହଁ ଅଧିକାରୀ ସେଇ ଜଣ ହଁ ତିନି ତାପ ତାଙ୍କରି ନାମରେ ବିମୁକ୍ତ ହୋଇଯାଏ ହେଲା ହଁ କଣ କହିଲେ କହିଲେ ଚତୁରପଣ ପୁରାଣ ପ୍ରବୀଣ ଗଣ ଗଣନା ଭୂଷଣ ମଣିଏ କଳଏ କଳା କଳ୍ପନା ରୀତି ତାପ ଆପନ ଆପଗା ଯଦି ଏ ତିନିଟା ତାପ ବେଶ ଆପ ବୋଇଲେ ଜଳ ଜଳ ହୁଏ ହଁ ଆପକା କହିଲେ ନଦୀ ହଁ ନଦୀ ହୁଏ ହଁ ଏ ନଦୀରୁ ମୁକ୍ତ ହେବା ପାଇଁ ହେଲେ ଗୋଟେ ତରଣୀ ଦରକାର ନା ବେଲେ ଡଙ୍ଗା ଗୋଟେ ଡଙ୍ଗା ଦରକାର ଡଙ୍ଗା ଡଙ୍ଗା ହେ ଛିଡା ଛିଡା କହୁନାହାନ୍ତି କହୁନାହାନ୍ତି ଗୋଟେ ପଦ କହିବି ଯେ ହଁ କାଳେ ଅପ୍ରାସଙ୍ଗିକ ହୋଇପାରିବ କି ଗାଇଲେ ସେଦିନ ଶୁଣ କହୁନାହାନ୍ତି ସେଦିନ ହୁଁ କୌଣମନ୍ତ୍ରୀ ତାଙ୍କ ଝିଅଙ୍କୁ ବୁଝାଇଥିଲେ ଶକୁନ୍ତଳାକୁ ଶକୁନ୍ତଳାକୁ ଆଚ୍ଛା ନାଇଁ କଣ କହିଲେ ମେୟର ହଁ ବେଶ ଆଁ କଣ କହିଲେ ସଂସାର ସାଗର ପାର ହେବା ପାଇଁ ହଁ ଏକମାତ୍ର ସ୍ୱାମୀ ପଦ ହଁ ସେ ପଦଟା କଣ ଜାଣିଛୁ କଲେ ନବବିନା କେଇ ସାଗରେ ସାଗରେ ପଶିଲେ ଲଭଇ ଘୋର ବିପଦ ଇଏ ଲଭଇ ଘୋର ବିପଦ ଭାଇ ଗରବି ସଂସାର ସାଗର ପାଇ ମହାପତ ଆରେ ପାଇ ମହାପତ ଏକମାତ୍ର ସ୍ୱାମୀ ପଦ ପାଇଲେ ସ୍ୱାମୀ ରେ କୋମତ ସ୍ୱାମୀ ମାରେ ତମରି ଭଳି ଗୋଟେ ଝିଅ ପାଳିତା ଆଶ୍ରମରେ ବଢୁଥିଲେ ପାଳିତା କନ୍ୟା ବୟସ ହେଇଗଲା ନା ବୋଲେ ମୁନିଙ୍କର ଝିଅ ହଁ ପାଳିତା କନ୍ୟା ସିଏ ହଁ ମୁଁ କହିଲି ମୁନି ଅଣ୍ଡା ଦେଇଥିବେ ହେ ତୁ କେମିତି ଦଉଛୁ ମୁନି କୁଆଡୁ ଛୁଆ ଆଣିବେ ମ ତୁ ଏତେ କଥା ମତେ କୁହନା ସିଧା ଚା ଆଉ ତମେ ସିଆଡେ କାହିଁ ଯାଉଛ ଏ ଶକୁନ ପକ୍ଷୀ ଦ୍ୱାରା ସେ ଉତ୍ପନ୍ନ ହୋଇଥିଲା ସଜନ ସେଇଦିନ ମୁନି ବୁଝାଇଥିଲେ କହିଲେ ନାରେ ଏ ସଂସାର ଯଦି ସାଗର ହୁଏ ଜଳରାଶି ହୁଏ ସଂସାର ସାଗର ପାର ପାଇଁ ହେଲେ ଏକମାତ୍ର ସ୍ୱାମୀଙ୍କର ପାଦ ରୂପ ନୌକା ଦରକାର ତାହେଲେ ଏଠି ସ୍ୱାମୀ କିଏ କିଏ ଏଠି ଜଗନ୍ନାଥ ସ୍ୱାମୀ ନାରାୟଣ ହେଉଛନ୍ତି ତାଙ୍କର ପାଦ ପଦ୍ମ ନୌକା ଆଉ ଗୋଟେ ପଦ ଶୁଣିବୁ ନା ନନା ସେଇ ପ୍ରଣୟ ବଲ୍ଲରୀ କାଳେ ଭୁଲି ଯାଉଥିଲା ଏଇ ପଦଟା ସମସ୍ତେ ଗାଆନ୍ତି ତମେ ଗାଇଲ ମୁଁ ଶିଖିଲି ତମେ ଗାଇଲ
ସେ ଗାଇଲେ ଆମ ପିଲା ପଶିକିଲେ ଠିକ ଗାଇଲେ ଭିତରେ ଗୋଟେ ସୁନ୍ଦର ପଦ ଅଛି କଣ ଅଛି କହିଲା ପରମ ପଦବୀ ସମାନ ଯେ ପବି ଯେହ୍ନେ କୀଟ ଗିରିବରା ବାଉଁଶ ଖଣ୍ଡ ଥିବ ଇନ୍ଦ୍ରନୀଳମଣି କି ସଂଯୋଗ କରିଦେଲେ ଯେମିତି ବାଉଁଶ ଆପେ ଆପେ ଭଗ୍ନ ହୋଇ ଇଚ୍ଛା ଭଗବାନଙ୍କ ପାଦ ରୂପକ ନୌକା ଲାଗିଲେ ସଂସାର ରୂପକ ଯୋଉ ଆଧ୍ୟାତ୍ମିକ ତାପ ଅଛି ଇଏ ତିନି ତାପ ଅପେପ ବିନାଶ ହୋଇଯିବ ଗୋଟେ ପଦ ମନେ ପଡୁଛି ଗାୟକ କେଶରୀ ଉଦୟନାଥ ରଥଚରଣ କଣ କହିଲେ ଭାବାରି ସମ କରିପାରି କଥିତ ରହିଛି ଯାର ଯଦି ମନ ଉତ୍ତମ ନାହିଁ ମନ ପବିତ୍ର ନାହିଁ ଆପଣ କଣ କୃପା ରହିପାରିବେ କି ତାହେଲେ ଏ ସଂସାର ରୂପକ ସମୁଦ୍ରକୁ ପାର ହେବା ପାଇଁ ନାରୀ ମାନଙ୍କ ପାଇଁ ତାଙ୍କ ସ୍ୱାମୀ ରୂପକ ପାଦଉଛି ନୌକା କିନ୍ତୁ ଯଦୁମଣିଙ୍କ ଭାଷାରେ ତାପ ଆପଗା ଧରଣୀ ଆପଗା ଗଙ୍ଗା ନଦୀ ସଂସାର ରୂପକ ନଦୀକୁ ପାର ହେବା ପାଇଁ ହେଲେ ପ୍ରଭୁଙ୍କର ତରଣୀ କହିଲେ ସୂର୍ଯ୍ୟ ନାଇଁ ଭଗବାନ ହଉଛନ୍ତି କୋଟି ସୂର୍ଯ୍ୟ ସମପ୍ରଭ କୋଟି ସୂର୍ଯ୍ୟ ସମପ୍ରଭ କୋଟି ସୂର୍ଯ୍ୟଙ୍କ ସମାନ ଯୋଉ ପ୍ରଭୁଙ୍କର ତେଜ ସେଇ ଏକମାତ୍ର କଥା ଇଏ ଗଲା କୃଷ୍ଣଙ୍କ ପାଇଁ ଆଉ ଗୋଟେ କଥା ଆଜ୍ଞା କଣ କହିଲେ ନା ତାପ ଆପଗା ତରଣୀ ଅରାତି 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 କହିଲେ ଶତ୍ରୁ ମାନଙ୍କୁ ବିନାଶ କରିବା ପାଇଁ ତରଣୀ କହିଲେ କଣ କହିଲୁ ଅନ୍ଧକାର ରୂପକ ରାତ୍ରିକୁ ବିନାଶ କରିବା ପାଇଁ ତରଣୀ କହିଲେ ସୂର୍ଯ୍ୟ ସମାନ ଯିଏ ସିଏ ଅଛନ୍ତି ରାଜା ଭୀଷ୍ମ ଏଇ ରାଜା ଭୀଷ୍ମଙ୍କର କଥା ତାପରେ ରାଜା ଭୀଷ୍ମଙ୍କ କଥା ମୁଁ କହୁଛି ସେ କଣ କହିଲେ ନା ବାହାର ବିହାର ସମୟ ସିଏ କଣ ଆଜ୍ଞା ବାହାର ବିହାର ମାନେ ବାହାର କାର୍ଯ୍ୟକ୍ରମ ବୁଝିବା ପାଇଁ ରାଜା ସିଂହାସନରେ ବସିଥିଲେ ପ୍ରଜାମଣ୍ଡଳୀ ସମସ୍ତେ ବସିଥିଲେ ରାଜ୍ୟର କାର୍ଯ୍ୟ ସମସ୍ତ ସମ୍ପାଦନ ସରିଲା ହେଲା ଅନ୍ତେ ବାହାର ବିହାର ସମୟ ଅନ୍ତେ ରାଜକାର୍ଯ୍ୟ ଶେଷ ହେବା ପରେ ଅନ୍ତେ କଲେ ଅନ୍ତପୁରକୁ ଗମନ କଲେ ଯେତେବେଳେ ଗମନ କଲେ ଅନ୍ତପୁରକୁ ଅନେଇଲା ବେଳକୁ ଅନ୍ତପୁରରେ ସମ୍ପୂର୍ଣ୍ଣ ସୁନସାନ କେହି ଆଜ୍ଞା କାହାର ଦୃଶ୍ୟ ନାହାନ୍ତି ରାଜା ବିଚାର କଲେ ଆଜି କଣ ଘଟଣା ଦାସୀ ପରିବାରୀ କେହି ତ କଣ ଦେଖା ନାହାନ୍ତି ଗଣେଶ ପୂଜା ଦେଖିବାକୁ ଯାଇଥିବେ ଗଣେଶ ପୂଜା ଦେଖିବାକୁ ଯାଇଥିବେ ଚଣ୍ଡାଳ ଠିକ ଏଇ ପରିପ୍ରେକ୍ଷୀରେ ଆପଣ ମାନଙ୍କର କବି ଆଠଗଡ କବି ବର୍ମଣ ତାମ୍ର ସାଭାବଙ୍କ ଦର୍ଶନେ ତ୍ରମ୍ବୁଦୈ ସୁକ୍ତି ଭାବନା ପରିଦୃଶ୍ୟମତି ଶୈଲା ସୋପାনুর দীপ্তি চন্দ্রভানুকা সসাধরা উক্তি রাহু সহিতে অন্তপুর স্থান নারী ମାନଙ୍କ ବିହୀନ ସେ ପୁରଟା ଏମିତି ଅସୁନ୍ଦର ଦେଖାଯାଉଛି
ପୂର୍ଣ୍ଣିମା ଦିନ ରାତିରେ ଆଚ୍ଛା ଚନ୍ଦ୍ରଙ୍କୁ ରାହୁ ଗ୍ରାସ କରିଲେ ଯେମିତି ଅସୁନ୍ଦର ଦେଖାଯାଆନ୍ତି, ସଖୀ ଏବଂ ରାଣୀ ମାନଙ୍କ ବି ରାଜାଙ୍କର ଅନ୍ତପୁର ଠିକ ସେମିତି ଉସି ସେମିତି ଆଜ୍ଞା ଦେଖାଯାଉଛି। କେହି ନାହାନ୍ତି ରାଜା ବିଚାର କରୁଛନ୍ତି କେହି ନାହାନ୍ତି କି କୁଆଡେ ଗଲେ ସବୁ କୁଆଡେ ଗଲେ, ଟିକେ ଆଗକୁ ଯାଉଛନ୍ତି କାହାକୁ ପଚାରିବେ। ଫେରିବେ ଠିକ ଏଇ ପରିପ୍ରେକ୍ଷୀରେ ଜଣେ ବୃଦ୍ଧା ଦାସୀ ବୁଢୀଟିଏ ତାଙ୍କ ନିକଟରେ ଆସି ପ୍ରବେଶ କଲେ। ଟାଣୁଆ ହେଇଗଲା ପୁଅ। ତୋ ଦ୍ୱାରା ହବନି, ତୁ କେମିତି ଦଉଛୁ? ଆରେ ମା ଦାସୀ, ଆଜି କଣ ଅନ୍ତପୁର ଏକଦମ ଶୂନଶାନ, କାହାରି ପାଟି ଶୁଭୁନି, ଗୋଳ ଶୁଭୁନାହିଁ, ନିସ୍ପନ୍ଦ। କେହି ନାହାନ୍ତି। ଆଉ ରାଣୀମା ଦାସୀ ମାନଙ୍କୁ ନେଇ ଉଦ୍ୟାନକୁ ଯାଇଛନ୍ତି ଭ୍ରମଣ କରିବା ପାଇଁ। ବାବା ଭାଗବତ ଆଜ୍ଞା ବ୍ୟାସ ଭଗବାନ କହିଲେ ଶ୍ରେୟ କା ଶ୍ରୁତି ସ୍ପନ୍ଦନରେ ଆଣି ମୃତ୍ୟୁ ଦାସୀ ମୁଖରୁ ଏ କଥାଟାକୁ ଆଜ୍ଞା ଶୁଣିଦେଲେ ରାଣୀ। ଏ ରାଜା ଶୁଣିଦେଲେ, ଭୀଷ୍ମଙ୍କ ଶୁଣିଲେ। କଣ କଲେ? ରାଣୀ ମା ସଙ୍ଗତରେ ସଖୀ ମାନଙ୍କୁ ନେଇ ବନ ବିହାର କରିବା ପାଇଁ ଯାଉଛି। ବାବା ବଡ ଆନନ୍ଦ କଥା। ପଦଟା ତ ନଗାଇଲେ ଆଜ୍ଞା କହିବା ଗାଇ ଶିଖିନି ବୋଧେ, ମନେ ପଡୁନି ଆଉ ଜେନାର ବାବାଜୀ ମହାପ୍ରଭୁ ମନେ ପଡୁନି। ଶୁଣିଲେ ପଟମ ସର୍ବ ପ୍ରିୟ ଦାସୀ ଅନ୍ତର୍ଗତେ ଥିଲା ଭାବ ଶୁଣାଇ ଓଡିଶା ପାଲା ବାଲା ଗୀତ ଗାଇବେ, ଯଦି ସୁଦର୍ଶନ ଦିନ ସେମିତି ଗାଇବ ତାହେଲେ କାହିଁକି ରମାକାନ୍ତ ଭାଇନା 3 ଥର ଡକେଇବେ ମୁଁ? ବାବା ଆଜ୍ଞା ଆଜ୍ଞା ହଁ ଦେଖିବା। ଅନ୍ତର୍ଗତ ଥିଲା ଭାବ ଶୁଣାଇ ଦେଲା ତ ସେ ନୃପତି ରଚିଲେ ଗଲେ ଦାସୀ ମହା ଦେବୀ ଗଲେ ଦାସୀ ମହା ଧୀରେ ଧୀରେ ବାଡରେ ଚୈତନ୍ୟ ମହାପ୍ରଭୁ କାନ୍ଦିବେ। ଠିକ ଅଛି। ରାଣୀ ଅନ୍ତପୁର ତ୍ୟାଗ କରି ପୁଷ୍ପାଟବିକି ଯାଇଛନ୍ତି। ରାଜା କଥା ବୃଦ୍ଧ ଦାସ ଶୁଣିଲେ, ବାଃ ଖୁବ ଆନନ୍ଦିତ ହେଲେ। କେତେ ଆନନ୍ଦ ଯାହାକି କହିବାର ନାହିଁ। କାଳିଦାସ କଲମ କଲେ ଆଜ୍ଞା ଉତ୍ତର ମେଘରେ କଲେ ପ୍ରସିଦ୍ଧା ପୁଷ୍ପ ମଲ୍ଲିକା ସ୍ଫଟିକ ମଣିଏ ବଚ ବାବୁରେ ସ୍ଫଟିକ ମଣି ଦେଖିଦେବା ମାତ୍ରକେ ଅଙ୍ଗରେ ଆଭରଣ କରିବା ମାତ୍ରକେ
ଯେମିତି ସେ ଶୀତଳତା ପ୍ରଦାନ କରୁଥାନ୍ତି। ମେଘ ଉତ୍ତର ମେଘ କଥା ଦକ୍ଷ ଆସିବା ଶୁଣି ତାର ସ୍ତ୍ରୀ ଆନନ୍ଦ ଏତେ ହେଲା ଯେ କଣ କହିବା ଭଲ। ରାଜା ଶୁଣିଲେ ତାଙ୍କ ସ୍ତ୍ରୀ ଯାଇଛନ୍ତି ଜଙ୍ଗଲ। କହିଲେ ବାବା ବାବା ଏତେ ଉତ୍ଫୁଲ୍ଲିତ ହେଲେ ଯାହାକି ଅକଥନୀୟ ଭାଷାନ୍ତର ଭାଷାରେ କହିବାକୁ ବାବା। ରାଜା ବିଚାର କଲେ ଏ ମନ ଭାବୁଥିଲା ଯାହା ମୁଁ ଦିନେ ଭାବିଥିଲି ଏକାନ୍ତ ପୁଷ୍ପା କବିରେ ମୋ ରାଣୀଙ୍କ ସହିତ ଟିକେ ଏକତ୍ର ମିଳନ ହୁଅନ୍ତି କି ଦର୍ଶନ ସାହିତ୍ୟ ଭାଗବତ ଆଉ ଠିଆ ହେଇକି ପାଲା କରିହେବ। ଭାବୁ ଯାହା ଭାବନା କରୁଥିଲା ଆଜି ଏତେ ଦିନ ଖେ ବିଧାତା ତାର ଜୁଟେଇ ଦେଇଛି। ଶ୍ରୀମଦ୍ ଭାଗବତ ଆଜ୍ଞା କୁହନ୍ତି କଣ କହନ୍ତି ଯେ ଯଥା ମାନ ପ୍ରବଚନ୍ତି ଯାଦସ୍ୟ ପ୍ରୀତି ଯାହା ପ୍ରତି ଗୋଟେ ଜାয়গା ମନ ଦାଳ ଭାବୁଥିଲା ଆଜି ଏତେ ଦିନଙ୍କ ଭିତରେ ଯାଉଛି ଯିବି ମୋ ରାଣୀଙ୍କ ସହିତରେ ଏକତ୍ର ହେବି। କେଣେ ରାଜା ଯାଉଛନ୍ତି ଯିବା ସମୟରେ ରାଣୀ ଜଙ୍ଗଲ ମଧ୍ୟରେ ଉଦ୍ୟାନ ପୁଷ୍ପାଟବରେ ଅଛନ୍ତି। ସମୟଟା ଇଚ୍ଛା ବସନ୍ତ ବସନ୍ତ କେମିତି ହୋଇଛି କବି ଯାଇଛନ୍ତି କାଳିଦାସ ବଇନା ଆଜ୍ଞା ରମ୍ଭା ସୁଖ ସମ୍ବାଦ କେମିତି ହୋଇଛି ଏଇଟା ଗୋଟେ ଯମଙ୍କ ଆଜ୍ଞା ଏଇଟା ହଉଛି ଶୃଙ୍ଖଳା ଯମକ ସାଙ୍କୁଳିର ନିୟମଟା ଯାହା ଗୋଟେ ଫାନ୍ଦରୁ ଆଉ ଗୋଟେ ଫାନ୍ଦ ଆଜ୍ଞା ଯୋଡା ହବ ମାନେ ଯୋଉଠୁ ଛିଡିବ ଯୋଉ ଅକ୍ଷର ଛିଡିବ ସେଇ ଅକ୍ଷର ଧରାଯିବ। କଣ ଲେଖିଲେ କହିଲେ ମାର୍ଗେ ନୂତନ ଚ୍ୟୁତ ଖଣ୍ଡ ଖଣ୍ଡମ ଖଣ୍ଡମ କୋକିଳନ ବିରାବ রাবে মানি নিমান ভঙ্গে সে ভঙ্গে ভঙ্গে মন বক্ষ পঞ্চমা কেতে টঙ্কা নেবে ଯିବି ତୋର ରାଜା ଯୋଉ ମାର୍ଗରେ ଯାଉଛନ୍ତି ମାର୍ଗେ ମାର୍ଗେ ଅର୍ଥାତ ବାଟରେ କଣ ଦେଖିଲେ ଏକେ ତ ବସନ୍ତ ସମୟ ନୂତନ ଚ୍ୟୁତ ଖଣ୍ଡ ନୂତନ କହିଲେ ନୂଆ ଚ୍ୟୁତ କହିଲେ ଆମ୍ବ ଖଣ୍ଡ 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 ଡାଳରେ ନୂଆ କରି ବକୁଳିତ ହୋଇଛନ୍ତି ଅର୍ଥାତ ବଉଳ ମାନେ ଆମ୍ବ ଅଛନ୍ତି ହେଲା ମାର୍ଗେ ମାର୍ଗେ ନୂତନ ଚ୍ୟୁତ ଖଣ୍ଡମ 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 କୋକିଳାନଂ ବିରାଭ କୋକିଳାନଂ କୋକିଳ ମାନ କୋଇଲି ମାନଙ୍କର ବିଶେଷ ରାବ ପୂର୍ଣ୍ଣ ହେଲା ଯେଉଁ ଡାଳରେ ଜୟ ଜଗନ୍ନାଥ ଆଜ୍ଞା ପଳେଇବେ ନା ପଇସା ଦେଇ ସାରିଲା ପରେ ଆପଣ ପଳେଇବେ ନାଇଁ ପଇସା ଦରକାର ନାହିଁ ବସନ୍ତୁ ହଉ 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 ଜୟ ଜଗନ୍ନାଥ ଜୟ ଶ୍ରୀ ରାଧେ ମୁଁ କିଆ କାନ୍ଦିବି କିରେ ଯୋଉ ଡାଳରେ ବକୁଳ ଲାଗି ହୋଇଛି ସେଇ ଡାଳରେ କୋକିଳାନ କୋକିଳ ମାନେ କୋଇଲି ମାନେ ବସି ପଞ୍ଚମ ରାଗରେ ସେ ରାଗିଲେ
রাবে রাবে মানিনি মান ভঙ্গে এ রাব কইলি রাবକୁ ଶୁଣି ଅଭିମାନିନୀ ନାୟିକା ମାନେ ମାନ ଭଙ୍ଗ କରିପାରୁନାହାନ୍ତି। ବାବା ରାଜା ଭାବୁଛନ୍ତି ମୋ ପ୍ରେୟସୀ ମୋ ପ୍ରାଣ ପ୍ରିୟା ତ ଜଙ୍ଗଲକୁ ଯାଇଛନ୍ତି ନା କଣ କରୁଥିବେ ନା ଆଉ କାସେନ ଗାଈ ବଳିଆ ନନ ତ ପଳେଇଲେ ସାଙ୍ଗ ହେଇ ଗାଉଥିଲେ ବାବୁ ରେ ବସନ୍ତ ବର୍ଣ୍ଣା ଗୋଟେ ମଲ୍ଲାର ଗାଉଛି ଶୁଣ ହଁ ଏଟା ହଉଛି ବସନ୍ତ ମଲ୍ଲାର ଏଇ ମଲ୍ଲାର ଦେଇ ଗାଇଦବା ଆଜି ପାଲା କ୍ଲୋଜ କରିଦବା ଆଉ କି କରୁଥିବ ମୋର ସାମଣ୍ଡ ନା বসন্ত দেখি কি করুথিব ମୋ ରସାମଣ୍ଡ ପଛୁଆ ହେଇଗଲା ରେ ପୁଅ ହଉ ଠିକ ଅଛି ବିଚାର କରୁଛନ୍ତି ମୋର ସାମଣ୍ଡ ନା କଣ କରୁଥିବ ଏ ମନ୍ଦ ତନୟର ତାନ କାନରେ ସମୟରେ ମନ ମଧ୍ୟରେ ଏଇ କଥା ଚିନ୍ତା କରି ରାଜା ଯାଉଛନ୍ତି କହିଲେ ମୋ ପ୍ରେୟସୀ କଣ କରୁଛି ଏରେ ସଖୀ ମାନଙ୍କ ଗହଣରେ ରାଣୀ ଆଜ୍ଞା ଯାଇଛନ୍ତି ଅନେକ ଯାଇଛନ୍ତି ନନା କଣ ଗୋଟେ କହିଥିଲେ ଗାଇବା ପାଇଁ ହଉ ମନେ
ଏ କାଦୁରେ ପକେଇ ଦେ ଉଠେଇ ସିଏ ନା କିପରି ହୁଏ ପ୍ରତିଟି ଶୁଣିଥା ଭାବେ राजा देखुंदी सखी मान को डाकिले राणी कहले सखी रे ए देखिल अना अना ए जो सुंदर कुसुम मान फुटी छंदी अली विनोद निधान स्वर्ण मल्ली फूल जो मल्ली फूलटा विकसित होईछि अस्फुटित होईछि ता ऊपर गोटे फूलर मल्ली नहीं मल्ली फूल देखिया पई घर देखिया पई के मल्ली फूल ऊपर धला मल्ली फूल ऊपर कला भ्रमटा बसिछि केमिति देखा जाउछि कहलो आपण सेही कथा मते कहनाथि केबे कहले को चकुल पिठा करि देबो ता ऊपर गुड़ मेचाडे थई देबो से जेंति देखा जाए ए मल्ली फूल ऊपर कालिया भवर ठीक सेही देखा जाए ठीक ठीक हो जाना आ कोइसा तुम ना कौन बाबा आयुष्मान तो नारायण आयुष्मान करंतु कलापत कुसुमित सर्वे बोल आनंद कला तो प्रभु को मन नहीं नहीं तबे हे भगवान करे थोड़ा मल्ली फूल ऊपर कालिया भमर बसिनी जे ना चकुली पिठा ऊपर गुड़ मेचा रखिले जेमिति देखा जाय सखी से तो बळी कहिले तम मथरे कोन कहिलो आलो गरम भात थारे बढाइची ओ गरम आलो भात गरम भात अरुआ भात हां हां अरुआ भात ऊपर हां सागो मेचाटे थई देबु से जो शोभा ये ठीक सेही शोभा को प्रता माने अरुआ अन्न होत देखिया पई धळा धळा सागो देखिया पई कळा कळा अरुआ भात होछि मल्ली फूल भर होछि सागो सागो नाई 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 हेलो भाई ये विपरीत रति राति राचे छे सोमे विपरीत प्रेम होछि हेलो होलो इटा हला रात्रि वाली सही तरे हां रात्रि वाली सही तरे ठीक दिवस सगुण प्रेम करूछि की ओले नाई नाई ये हेला ना हेलो ये हेला नी लो ओले श्रवणे देखो खाली दियो को मंदिर जाई दियो नहीं आगे मु वैष्णव लोक आगे कौन हबा आगे श्रवणे प्रमोदा जने भणिला कविता गुणे भणिला कविता गुणे भणिला कविता गुणे दातार सारदा फूले गुणे अच्छा कुहते बे हेबो किसा गोपाला कुहो बसंता गोपाला कुहो बसंता अच्छा दुई ठाकुर दुई सारे काले रतन रे भोला काले रतन नोही बारो दुई साबी भा नोही बारो दुई साबी भा नोही बारो दुई साबी भा नोही बारो दुई साबी भा
ଚାକିରି ଲଗଉଥିଲା ପଣ୍ଡିତ ପଡ଼ରେ ସେ କହିଲେ ସେ କହିଲେ ଗୋ ସୁରଦା ଉତ୍ତମ ଦନ୍ତି ହଁ ଏଇଟା ଯାହା କହିଲେ ତାହା ନୁହେଁ। ଆଚ୍ଛା କଣ? ହେଲାନି ରାଣୀ କହିଲେ ହଁ ଏ ତମ କଥା ନୁହେଁ। ଆଚ୍ଛା ଏ କଣ ରାଣୀମା କାନ୍ତ କୀର୍ତ୍ତି ଯଥା ତଥା ପାଉଛି ଶୋଭା। ଶୋଭା ଆମ ସ୍ୱାମୀଙ୍କର କୀର୍ତ୍ତି ଯଥା ହଁ ଇଏ ତଥା ଆଚ୍ଛା କେମିତି କେମିତି ନା ନୋହି ପାରୁ ଦୁହିତା ବିଭା ନୋହିବାରୁ ଦୁହିତା ଆମ ରାଜଜେମା ହଁ ରୁକ୍ମିଣୀଙ୍କର ହଁ ଏ ପର୍ଯ୍ୟନ୍ତ ବିବାହ ନ ହୋଇଥିବାରୁ ଆମ ରାଜାଙ୍କର ଧଳା କୀର୍ତ୍ତିରେ କଳଙ୍କ ଇଏ କଳଙ୍କ ଲେପି ହୋଇଯାଇଛି। ସାରା ବିଦଗ୍ଧ ମଣ୍ଡଳୀ ବାରାଡାରୀ ବେଶ ବଣ ରାଣୀ ଆଉ ସମ୍ଭାଳି ପାରିଲେ ନା। ରାଣୀ ସଖୀ ମାନଙ୍କୁ ଦେଖା ନ ଦେଇ ଲୁଚି 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 ଯାଇ ନିଜ ଅନ୍ତପୁରେ ପ୍ରବେଶ ହେଲେ। ଡାକିଲେ ମନ୍ତ୍ରୀ ମଣିମା ମନ୍ତ୍ରୀ ମଣିମାଙ୍କର ଜୟ ହେଉ ଶୁଣ କହୁନାହାନ୍ତି ଏତେ ଜୟଗାନ କରିବା ସମୟ ନୁହଁ। ଆଉ କଣ କରୁଛୁ? ତମେ ଯେତେ ଶୀଘ୍ର ପାରୁଛ ହଁ ଆମ ରାଜସଭା ବସାଅ। ହଁ ସମସ୍ତ ପରିଷଦ ବୃନ୍ଦକୁ ବେଶ। ରାଜ୍ୟବାସୀଙ୍କୁ ଡକେଇଛି। ଡକେଇଛି। ରାଜାଙ୍କର ନିର୍ଦ୍ଦେଶ ହଁ। ଜରୁରୀକାଳୀନ କଥା। ଆଚ୍ଛା ଇଏ ଡେଙ୍ଗୁରା ବାଲା ଡେଙ୍ଗୁରା ବଜେଇ ଦିଅ ସମସ୍ତ ପ୍ରଜା ମାନଙ୍କୁ କହ ରାଜ ଦରବାରରେ ଆସି ଉପସ୍ଥିତ ହୁଅନ୍ତୁ। ରାଜାଙ୍କର ନିର୍ଦ୍ଦେଶ ଅଛି। ହେଲା ହଁ। ଧେଣ୍ଡୁରା ବାଲା ଧେଣ୍ଡୁରା ଦେଲେ ହଁ ମନ୍ତ୍ରୀ ପୁରୋହିତ ପାରିଷଦ ବନ୍ଦ ସମସ୍ତେ ଆସି ପହଞ୍ଚିଗଲେ। ପହଞ୍ଚିଗଲେ ଆଉ ମନ୍ତ୍ରୀ ହାତ ଧରିଲେ କହିଲେ ମଣିମା ମଣିମା ଏଇଲେ କିଛି ସମୟ ପୂର୍ବରୁ ହଁ ରାଜସଭା କାର୍ଯ୍ୟ ଶେଷ ହୋଇଥିଲା। ପୁଣି ଆହୁରି କାହିଁକି ଡକେଇଲେ? ଏକ ଦିନରେ ହଁ ଦ୍ୱିତୀୟ ବାର ଡକେଇବାର ଗୋଟେ କାରଣ ଅଛି। ଗୋଟା ଜରୁରୀ କାଳୀନ ପରିସ୍ଥିତି ରାଜ କାର୍ଯ୍ୟ ଶେଷ କରି ହଁ ଅନ୍ତପୁରକୁ ଗଲାବେଳେ ଦେଖିଲି କେହି ନାହିଁ। ପଚାରିଲି କିଏ ଅଛନ୍ତି କି ରାଣୀମା? ଦାସୀ କହିଲେ ରାଣୀମା ଯାଇଛନ୍ତି ଜଙ୍ଗଲ ଉଦ୍ୟାନକୁ ଭ୍ରମଣ। ତାଙ୍କ ସହିତ ଏକାନ୍ତ ମିଳନ ହେବା ପାଇଁ ଯେତେବେଳେ ମୁଁ ଯାଇ ଶୁଣେ ରାଣୀ ଏବଂ ସଖୀ ମାନଙ୍କ ସହିତ ଗୋଟେ ଉକ୍ତି ହେଉଛି। ଧଳା ମଲ୍ଲି ଫୁଲ ଉପରେ କାଳିଆ ଭ୍ରମରଟେ ବସିଛି। ରାଣୀ ପଚାରିଲେ କଣ କେମିତି ଦେଖାଯାଉଛି? କେମିତି ଶୋଭାଟା ସେ ଶୋଭାକୁ ଦେଖି ସିଏ କେତେ ପ୍ରକାର କଥା କହିଲେ। ଶେଷରେ ଜଣେ ରାଣୀ ରାଣୀ କହିଲେ ହଁ କହିଲେ ଆମ କାନ୍ତଙ୍କର କୀର୍ତ୍ତି ଯଥା ହଁ ଏ ମଲ୍ଲି ଫୁଲ ପରେ ହଁ କାଳିଆ ଭ୍ରମର ଦେଖିବା ପାଇଁ ତଥା ତଥା ବୋଇଲେ ହଁ ଆମ ରାଜଜେମା ରୁକ୍ମିଣୀ ବେଶ ବିବାହ ହୋଇ ହଁ ଅବିବାହିତ ହୋଇ ହଁ ରାଜଙ୍କପୁରେ ଥିବାରୁ ରୁ ରାଜାଙ୍କର ଧଳା କୀର୍ତ୍ତିରେ ଇଏ କଳଙ୍କ ବଳି ହୋଇଯାଇଛି। ମୁଖ୍ୟାଂଶରେ ବେଶ ମୁଁ ତୁମକୁ ଏତିକି କହୁଛି ହଁ ଆମ ରାଜଜେମା ରୁକ୍ମିଣୀଙ୍କ ପାଇଁ ହଁ ଆପଣ ମାନେ ଯଦି କିଏ କେଉଁଠି ଦେଖିଛ ହଁ ତାହେଲେ ରାଜପୁତ୍ର ସୁନ୍ଦର ଯୁବକ ବେଶ ଏ ସଭାରେ ହଁ ତମେ ତା ପ୍ରକାଶ କର। ଆଚ୍ଛା ଆଏ ଦେମାଙ୍କ ପାଇଁ ଗୋଟେ ଜୁଆଇ ଦରକାର। ଜୋଇଁ ତ ଆଏ ଏଇ କଥା ହଁ ଭାଇ ବୋଲୋ ଆମର ଚନ୍ଦ୍ର ଦେବତାକୁ ଦେଲେ କେମିତି ହୁଅନ୍ତା? ଚନ୍ଦ୍ର ଏ ଏ ଉଜଳିଆ ଦେବତା ଆଜ୍ଞା ଭଲ ହବ। ଚନ୍ଦ୍ର ଦେବ ଉଦୟା ଚଳ ସଂଯୋଗ ରାତି ବାଲା
ମଣ୍ଡଳୀ ତ ଯଦୁମଣିଙ୍କର ଖାଲି ଆଜ୍ଞା ଛାନ୍ଦ ନା ଯୋଡେ ଛାନ୍ଦ ଆଜ୍ଞା ଗୋଟେ ଚୋଖୀ ରାଗ ଆଉ ଗୋଟେ ଆହାରି ରାଗ ଆଜ୍ଞା ଏଇଥିରେ ଆଜ୍ଞା ଶେଷ ହେଇଯିବ ବହି ଓ ଇଏ ଚତୁର୍ଥ ଛାନ୍ଦ ଚାଲିଛି କେତେବେଳେ ଶେଷ ହବ ଆଜ୍ଞା କହିପାରୁନାହିଁ ଆପଣ ବସିଲେ ହେଲା ତାପରେ ଆଉ ଗୋଟେ କଥା ବୁଢା ଲୋକ ବାବାଜୀ ଲୋକ ମୁଁ ପ୍ରସ୍ତୁତ ଅଛି କିନ୍ତୁ ଆପଣ ମାନେ ବସିବା ଦରକାର କଣ କହିଲେ କହିଲେ ଉଦୟାଚଳ ସଂଯୋଗ ଉଦୟ ଅଚଳ ଉଦୟାଚଳ ଆଜ୍ଞା ଉଦୟ ଆକାଶରେ ବେଶ ଅଚଳ ମାନେ ପର୍ବତ ଉଦୟ ପର୍ବତ କନ୍ଦରରୁ ଠିକ ଚନ୍ଦ୍ର ଯେତେବେଳେ ଉଦୟ ହୋଇ ଆସନ୍ତି ହଁ ସେ କେମିତି ଦେଖାଯାଆନ୍ତି କେମିତି ରକ୍ତମ ଲାଞ୍ଛନ ସଙ୍ଗୁ ହଁ ଅର୍ଧେ ନାଲି ଆଉ ଅର୍ଧେ କଳା କଳା ସେ ଦେଖା ଯିବ ଯେମିତି ଯଥା ବେଶ କାହିଁ ରୂପ ଦେଖିବା ତଥା ମନ୍ତ୍ରୀ ଆଜ୍ଞା କୁନ୍ଦନାଙ୍ଗି ନନ୍ଦନଙ୍କୁ କୁନ୍ଦନ ବୋଲନ୍ତି ସୁବର୍ଣ୍ଣ ସୁବର୍ଣ୍ଣ ଯୋଉ ନନ୍ଦନ ବୋଲନ୍ତି ଝିଅ ଆମ ରୁକ୍ମିଣୀ ଯଦି ତା ସାଙ୍ଗରେ କାଲି ଯଦି ତୁଳନା କରିବା ଆଚ୍ଛା ହେଲେ କଣ କରିବା ସେ ସମାନ ହୋଇପାରିବ ନାହିଁ ହେଲେ ବିହିଛି ଜନମ ସେଇ ବଂଶରେ ବିହିକି ବିହି ବିଧାତା ବିଧାତା ବିହିଛି লিহিছি সেই বংশরে চন্দ্র বংশরে মতে জন্ম দেইছে সে হই পারিব না করু ଆଜ୍ଞା ପାଲାରେ କଣ ମେସେଜ ପାଇଲେ ଆପଣ ମାନେ ଜଗତକୁ କଣ ମେସେଜ ଦେଇ ପାରିଲେ କଣ ମେସେଜ ଆପଣ କେତେ ଜାଗାରେ ଝିଅକୁ ବିବାହ କରିପାରିବେ ନା ଓହୋ ତ ହାତ କ୍યાં ଧରୁଛି ରେ ଆଜ୍ଞା ଝିଅ କୋଉ ଜାଗାରେ ଦବା ଆରେ କେତେ ଜାଗାରେ ଝିଅକୁ ଦେବାନି ବିବାହ ଅନୁଚିତ ବେଶ ଲେଖିଲେ ବୟୋଜ୍ୟେଷ୍ଠା ବରପୁରୂପା ବୟୋଜ୍ୟେଷ୍ଠା ବରପୁରୂପା ହେ ନାଥୁନାମି ସ୍ୱଗୋତ୍ର ଯା ବୟୋଜ୍ୟେଷ୍ଠା ଆଜ୍ଞା ଝିଅର ବୟସ ଠାରୁ ପୁଅର ବୟସ ଠାରୁ ହଁ ଯଦି ଝିଅର ବୟସ ଅଧିକ ହୋଇଥାଏ ଅଧିକ ହେଇଥାଏ ସେଇଠି ବ୍ୟବହାର କରିବୁ ଆଉ କଣ ଗୋଟେ ପଣ୍ଡିତ ନୁହଁ କି ତାକୁ କଣ ଅନୁଛୁ ମୁଁ କହିଲି ସିଏ କହିଲା ତ କହିଲା ସିଏ କହିଲାନି ଆଉ କଣ ନାଇଁ ନାଇଁ ସେଠି ହେଇପାରିବନି ମାନେ ବରପୁରୂପା ମାନେ ଝିଅର ବୟସ ଠାରୁ ପୁଅର ବୟସ ଅଧିକ ହେଲେ ବିବାହ ଯୋଗ୍ୟ ଠିକ ବିବାହ ଯୋଗ୍ୟ ବରପୁରୂପା ସିଏ କଣ ମାନେ ଏ ଝିଅ ପାଇଁ ହଁ ପୂର୍ବରୁ ଯୋଉ ବର ଲାଗିଥିବ ଆଜ୍ଞା ତାପରେ ଯୋଉଠି ଯିବ ହଁ ସେଠି ଯାଇପାରିବ ନା ଆରେ ହେ ସେଠି ବ୍ୟବହାର କରିବୁନି ନା ଗାଁରେ ଏମିତି ଅନେକ କଥା ହଉଛି ଝିଅ ପିଲାମାନେ ଇଆଡେ ବିବାହ ଠିକ ବାପା କରିଥିବେ ସେଇ କୁହ ସିଏ ଝିଅ ଯାଇକିରି ପାଇବନି ଆଉ କାହା ସାଙ୍ଗରେ ଶୁଣ ଶୁଣ ସେଟା ଅସୁବିଧା ହୁଏ ବରପୁରୂପା ପୂର୍ବା ମାତୃ ନାମ ନେଇ ସିଏ କଣ ହେ ମା ଆପଣଙ୍କର ଝିଅ ଅଛନ୍ତି ନା ଝିଅ ବିବାହ କଲେ ଯୋଉଠି ବିବାହ କରିବ ହେଇଥିବ ଯଦି ବହୁ ନା ସେ ହେଇଥିବ ସେଠି ବିବାହ କରିବ ନା ମାତୃ ନାମ ନେଇ ମାର ନାମ ଯାହା ପୁଅର ମା ନା ଯାହା ବହୁ ନାମ ସେ ହେଇଥିବ ସ୍ୱଗୋତ୍ର ଯା ସିଏ କଣ ସ୍ୱ ବୋଲନ୍ତେ ନିଜର ହଁ ତମ ଗୋତ୍ର ଯାହା ତାଙ୍କ ଗୋତ୍ର ସେଇ ଆଇଥିବ ବିବାହ କରିବ ନାହିଁ ଏକା ଗୋତ୍ରରେ ବିବାହ କରିବନି ଗଲା କଣ ହେବ କଣ ହବ ଅର୍ଣ୍ଣବିଷ୍ଠା ପୟମୂତ୍ରା ସିଏ କଣ ଅନ୍ନ ବିଷ୍ଠା ତୁ ଶୁଣୁନୁ ଆଗ ହଁ ଖାଲି ବଡ ବଡ ହଉଛୁ କଣ ଅର୍ଣ୍ଣବିଷ୍ଠା ପୟମୂତ୍ରା ମାନେ ସଙ୍ଗମେ ମାତୃ ସଙ୍ଗମ ଆଜ୍ଞା ସେ ଝିଅ ହଁ ଯଦି ସେଇ ସ୍ଥାନରେ ବିବାହ କରିବ ହଁ ସେ ଝିଅ ଯୋଉ ଅର୍ଣ୍ଣ ଗଣ୍ଡାକ ରାନ୍ଧିକି ଦେବ ହଁ ସେ ବିଷ୍ଠା ସାଙ୍ଗେ ସମାନ ସେ ବିଶ୍ୱାସ ସଙ୍ଗରେ ଆଜ୍ଞା ସମାନ ଆରେ ହେ ରେ। ମା, ଭଲ ଭାବରେ ମନେ ରଖ ଘରକୁ ଯୋଉ ବୋହୂ ଆଣିବୁ ହଁ ରାନ୍ଧିକି ଦବ ସେ ବିଶ୍ୱାସ ସମୟରେ ସମାନ ହବନି ପୟମୂତ୍ରା ହଁ ପୟ ବୋଇଲେ ଜଳ ହଁ ଯୋଉ ଜଳ ମନ୍ଦାର ତମକୁ ପିଇବା ପାଇଁ ଦବ ବେଶ ସେ ମୂତ୍ର ସହିତରେ ସମାନ ସେଠି ବ୍ୟବହାର କରିବୁନି ଯଦି ସେ ଝିଅ ସହିତରେ ପୁଅ ରମଣ କରେ ସଙ୍ଗମେ ମାତୃ ସଙ୍ଗମ ସେ ସ୍ଥାନରେ ବିବାହ କରିବା ତ ଉଚିତ ନୁହେଁ ନାଇଁ ରେ ଏମିତି ପୁଅର ମଙ୍ଗଳ ହବନି ଅନେକ ପ୍ରକାର ଅନେକ ଆଜ୍ଞା କହିଲେ କହିଲେ ରାଜା ସମସ୍ତଙ୍କ କଥାକୁ ଆଜ୍ଞା ଛେଦନ କଲେ କାଟିଦେଲେ ଶେଷରେ ମନ୍ତ୍ରୀ କହିଲେ କଣ କହିଲେ କହିଲେ ମଣିମା ଆଜ୍ଞା ଆମେ ତ ଏତେ କଥା କହିଲୁ ଆପଣ କହୁନାହାନ୍ତି ଆପଣ କହିବେ ହଁ ରାଜା କହିଲେ ମୁଁ କହିବି ଆପଣ କହନ୍ତୁ ଆମେ କହିଲୁ ତ ସବୁ କାଟିଦେଲେ ଆପଣ ମାନଙ୍କର କବି ହଉଛନ୍ତି ଆଜ୍ଞା ବର୍ମର ଏ
କହିଲେ କଂସ ବି ଭାତି ଭାତ ନା ରାତି ରାତି ପ୍ରତିକା ହେତି ପ୍ରହେତି ବଲ୍ଲଭ ଯାଦବ ଶ୍ରେଷ୍ଠ କହିଲେ ହେତି ଏବଂ ପ୍ରହେତି ମାନଙ୍କ ଇଏ ଦୁଇ ନାରୀଙ୍କର ନୟନର କଳାକୁ ନିଭାଇବାରେ ସାମର୍ଥ୍ୟ ହୋଇଥିଲେ ଯିଏ ସିଏ ହଉଛନ୍ତି ଭଗବାନ କୃଷ୍ଣ। ସିଏ କୋଉଠି ଅଛନ୍ତି? ଅଛନ୍ତି ଦ୍ୱାରକାପୁରୀ ମଞ୍ଜୁ ମଞ୍ଜୁଳ ସେ ଖାଲି ଛାନ୍ଦ କେତେ ଗାଇବ କେତେ ଗାଇବୁ? ସେ କଂସ ବାମା ବଂଶ ନେତ୍ର ଅଞ୍ଜନ ରଞ୍ଜନ ଚିତ୍ର ଖଞ୍ଜନ ହଇଲା ଯାହା ଯୋତ୍ସ୍ନା ସ୍ୱର ହେମନ୍ତ ମହେନ୍ଦ୍ର ତରି ହରି କରମେ ଏ ଅଛନ୍ତି ଦ୍ୱାରକାପୁର ମଞ୍ଜୁ ମଞ୍ଜୁ ପ୍ରମାଣ ପ୍ରମାଣ ବଚନ ପ୍ରମାଣ ବଚନ ବକ୍ତା ହୋଇଥିଲେ ଦୁହେଁ କଲେ ରାଜର ରାଧେ 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 ମୁଁ ବାରମ୍ବାର କହୁଛି ଆଜ୍ଞା ମତେ ବାମା ବଂଶ ନେତ୍ର କଂସ ଭୋଜରାଜା କଂସ ତାଙ୍କ ବାମା ହେଲେ ହେତି ଏବଂ ପ୍ରହେତି ଦୁଇ ନାରୀଙ୍କର ନେତ୍ର ରଞ୍ଜନକୁ ନିଭାଇବାରେ ସାମର୍ଥ୍ୟ ହୋଇଥିଲେ ଯିଏ ନାଇଁ ସେ କିଏ? ଭଗବାନ କୃଷ୍ଣ କୋଉଠି ଅଛନ୍ତି? ଅଛନ୍ତି ପୁରା ମଞ୍ଜୁ ମଞ୍ଜୁ ସେ ଦ୍ୱାରକାର ପଗ ମଞ୍ଜୁ କି ମନୋହର ମଞ୍ଜୁ ସାକି ପେଟରା ଭିତରେ ଗୁପ୍ତ ହେଇକି ରହିଛନ୍ତି ଯିଏ ସେ ଇନ୍ଦ୍ରନୀଳମଣି ସମାନ ସେଇ ଆସିଲେ ଠିକ ପ୍ରମାଣ ପ୍ରମାଣ ବଚନ ସମସ୍ତେ ତାଳି ମାରିଦେଲେ। ଏତିକି ବେଳରେ ରାଜାଙ୍କର ଜ୍ୟେଷ୍ଠ ପୁତ୍ର ରୁକ୍ମଣ ମୃଗୟାରୁ ଫେରି ଆସୁଥିଲା ସଭାରେ ଛିଡା ହେଇଥିଲା ତା କାନରେ ବାଜିଗଲା ଏ କଥା ବାପାଙ୍କର କଥା ଯେତେବେଳେ ପୁଅର କାନରେ ବାଜିଛି ସେ ଆଉ କଣ ସମ୍ଭାଳିବ କି ଆଜ୍ଞା? ଖାଲି ତ ଚୋଖି କଣ କହିବ ଏ କୁମାର ଶ୍ରବଣ ନର ମଣ୍ଡଳୀ ରାଜପୁତ୍ର ରୁକ୍ମଣ ଆଜ୍ଞା ଉଠି ପଡିଲା ବାପାଙ୍କ କଥା ଶୁଣିଲା ମାତ୍ର ତା କାନ ଧରେ ବାଜି ଯାଇଛି ତା କଥା ରୂପ କନ୍ୟାଟା ଜଳି ଉଠିଲା ବର୍ମଣ କହିଲେ ଭ୍ରାତା ନାମ ପୁହୁର ବାଧାଇ ତ ଚାଳିତ
କାମକନି ମାତରେ ଆଜ କର୍ମ ତନୟ ଇତିହାସ ପରେ ଆଜ୍ଞା ଅନଳ କହିଲେ ଅଗ୍ନି ଅନିଳ କହିଲେ ନିଆଁ ପରା ପବନ ପବନ ଅଗ୍ନି ଜଳିବା ସମୟରେ ଯଦି ପବନ ଟିକେ ଲାଗିଯାଏ ସେ ହୁତୁ ହେଇକି ଜଳିବ ବାପାଙ୍କ କଥା ରୂପକ ପବନ ବେଶ ପୁଅର କାନ ରୂପକ ଫୁଙ୍କା ନଳୀ ଭିତରେ ପଶିଗଲା କଣ ହେଲା ଜାଳିଦେଲା ମର୍ମସ୍ଥଳ କ୍ରୋଧ ନଳ ହଁ ହୃଦୟ ମଧ୍ୟରେ କ୍ରୋଧ ରୂପକ ନିଆଁ ନିଆଁ ବାପା ଆସି ବସିବେ ନା ହଁ କିଛି ରହିବନି ଆଜ୍ଞା ହଁ କ୍ରୋଧ ରୂପକ ଅଗ୍ନି ହଁ ହୃଦୟ ରୂପକ ଚୁଲି ମଧ୍ୟ ଜଳିଲା ଜଳିଲା ଧୂମ ଟେକି ଦେଲା ପ୍ରକାର ହଁ ବାବା ବେଶ ନିଆଁ ଜଳିଲେ ହଁ କଳା ଧୂଆଁ ଗୁଡାକ ଉଡେ ଲାଠି ଉଡେ ଉଡେ ଧୂମ ଟେକି ଦେଲା ପ୍ରକାର ଏଟେ ଆଖି ଗୁଡାକ ତ ଲାଲ ପଡିଗଲା ଓହୋ ନିଆଁ ହେଇଗଲା ବୀରକେଶକୁ ଫୁଲାଇ ଭାଷା ଉଚାରେ ବୀରକେଶ ବୀରକେଶ କହିଲା ନିଶ ନିଶ ନିଶକୁ ଫୁଲାଇ ଉଠିଲା ଉଠିଲା କହିଲା ବାବା ବାବା কে তমুক রাজা করছি তুমি রাজা পে অনফিট ওলা সে সিংহাসনরু হইরে মো ভৌণী পে গোটা কালিয়া বড় বড় গৌর পিলা হব বড় না মু করাই দেবিনি মো ভৌণী পে কিয়ে বড় হব মু নির্বাচিত করি বাপা কোন বলিব বাপা বাবা কোন কোন পে রাখিলু ଆପଣ ମୋ ଭଉଣୀ ପାଇଁ ହୁଁ ବରପାତ୍ର କହୁଥିଲେ ନା ହଁ ହଁ ସେ କିଏ ନାଇଁ ଆମେ ଦ୍ୱାରକାପୁରର ସେ କୃଷ୍ଣଙ୍କୁ ନିର୍ବାଚିତ କଲୁ ଭଲ କରିଛ ଭଲ ପ୍ରସ୍ତାବ ମୁଁ ଭାବିଲି ହଁ ଆପଣଙ୍କର ବୟସ ହେଲାଣି ନା ହଁ ଏଠିକି ବୃଦ୍ଧି ହ୍ରାସ ହେଲାଣି କିଏ କଣ ଭୁଲ ହଉଛି ବୋଲୁ ନୁହେଁ କଣ ଭୁଲ କହିବୁ ଯୋଉ କୃଷ୍ଣ ପାଇଁ କହିଛ ହଁ ହଁ ତାର ରୂପ ଅଛି କୋଉ ଗୁଣରେ ସେ ଗୁଣିତ କହିଲ ସେ ରୂପ ନୁହଁ ତାର ସେ ରୂପବାନ ନାଇଁ ନା ଗୁଣବାନ ସେ ଗୁଣବାନ। ନା ବିଦ୍ୟାବାନ ସେ ବିଦ୍ୟାମାନ ନା ନୁହଁ କଣ ତା ପାଖରେ ଅଛି ଆଚ୍ଛା କଣ ତା ପାଖେ ନାହିଁ ଆଚ୍ଛା କଣ ନାହିଁ ତା ସେ ଦଳି ତାଞ୍ଜନ ପ୍ରକାର ଆଲୋ ସେଇ ମାଇକିରେ ତ ସବୁ କଥା ହଉଛି ଆଉ ହରିବେନା ଛକରେ ହଁ ଲୋ ମାଇକି ଡିଷ୍ଟର୍ବାନ୍ସ ଆଉ କଣ କରିବା ଯାହା ହେଲେ ତ ଭାଇନା ଛକ ଇଏ ଆରେ ଇଏ ଇଏ ମା ଏ ମା ହଉ ଏ କାମ ଇଏ ତାରା ରହେ ମାଇ ବଜଉନୁ
ଚାରଣ ତୋର ଗାଲର ଇଏ ତହୁ ବଡି ଚାରଣ ତୋର ଗାଲର ମହକୁଚେ ହେରା ତୋର ଏ ବୟସ ହେଲା ମୋର 16-17 ହେଇଛି ଇଏ ମହକୁଚେ ହେରା ତୋର ये बयस हेला मोर 16-17 ये तोर चाहारी रे झरे झरना नारे 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 चालो ना ଏତିକି ସମୟ ମୋ ପାଇଁ ଦେଇଛ ସେଥିପାଇଁ ମୁଁ ତମ ମାନଙ୍କ ନିକଟରେ କୃତଜ୍ଞ ହଉଛି କଣ ତମେ ଏ ରସରେ ତମେ ରସିକ ନୁହ ନାଇଁ 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 ଛାଡିଦିଅ ଆମର ଆଗକୁ ଚାଲ ଇଏ ଯୁବରାଜ ରୁକ୍ମଣ ରାଗି ଯାଇଛି ଆଉ କ୍ରୋଧାନ୍ୱିତ ହେଇଛ ନା ରାଗି ଯାଇଛି ମୁଁ କୃଷ୍ଣଙ୍କ ପାଇଁ କହିଲି କୃଷ୍ଣଙ୍କର ରୂପରେଖ କିଛି ନାହିଁ ସେଇଟା ଗୋଟେ ପ୍ରକାର ପ୍ରତ୍ୟେକ ରୁଚିର ତୋର ଯୋଉ କୃଷ୍ଣ ବେଶ ଗୋକୁଳ କୂଳରେ ଯେ ଅବତାର ନେଇଥିଲେ ସିଏ ହେବନି ଏଟା କାଳିଆଟା ମୋ ଭଉଣୀ ଗୋରା ଗୋଟା କାଳିଆ ପୁରୁଷକୁ ମୋ ଭଉଣୀ କି ମୁଁ ବିବାହ ଦେବି ଆଚ୍ଛା ବାବା ରହ ଚାହା ମୁଁ ପିଇବି ମୁଁ ଆଗରେ ଅଛି ବାପା ଏ ପୁରୋହିତ କହିଲେ ଶିବଙ୍କୁ ଦେବା ପାଇଁ ମନା କଲ ଶିବ ହେବେନି ମନ୍ତ୍ରୀ କହିଲେ ଚନ୍ଦ୍ରଙ୍କୁ ଦେବା ପାଇଁ ମନା କଲ ସିଏ ବି ହେବେନି ପୁଅ ମୁଁ ଏବେ କହିଲିଣି କୃଷ୍ଣଙ୍କୁ ଦେବା ପାଇଁ ତମେ ମନା କଲ ସିଏ ବି ହେବେନି ଗୋଟେ କଥା କହିବି କଣ ଝିଅଠି ବାପାର ଯେତିକି ଅଧିକାର ଭାଇର ମଧ୍ୟ ସେତିକି ଅଧିକାର ଅଛି ଆଚ୍ଛା ବାପା ତମେ ତ ଜ୍ୟେଷ୍ଠ ପୁତ୍ର ବଡ ପୁଅ ତମ ଭଉଣୀ ପାଇଁ ତମେ କୋଉଠି ବଡ ଦେଖିଛ ତମେ ନିର୍ବାଚିତ କର କୁହ ପ୍ରସଙ୍ଗ ଦିଅ ସେଇ କଥା ଆଗରୁ କହିଥିଲେ ମୁଁ କେତେବେଳୁ କହି ସାରନ୍ତିଣି ମୋ ଭଉଣୀ ପାଇଁ ମୁଁ ନିର୍ବାଚିତ କରିକିରି ଆସିଛି
ମୁଁ କହିବି କି ଆଜ୍ଞା ଯଦୁମଣି ମହାପାତ୍ର କହିବେ ନା ଆଉ ମନେ ପଡୁ ଭାଇନାଙ୍କୁ ପଚାରୁଥିଲି ବଇଲା ସେଦିନ ଚାହା ପିଆଇ ହବୁନି ତମକୁ ଆଜି ମୁଁ ଏତିକି ଆଜ୍ଞା ଅନୁରୋଧ କରିବି କୌତୁକ ଲାଗିଛି ପାଲାଟା ଟିକେ ବାଦି ପାଲା ହେଲେ ଭଲ ବାଦି ପାଲାକୁ ପଳେଇ ଯାଇଛନ୍ତି ଆପଣ ମାନେ ସମସ୍ତ ଏ ହରିଭାଇନା ଛକ ଗଣେଶ ପୂଜା କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଛୋଟ ବଡ ନିର୍ବିଶେଷରେ ମୁଁ ଗାୟକ ସୁଦର୍ଶନ ଜେନା ନିବେଦନ କରୁଛି ଆଗାମୀ ବର୍ଷ ଠାରୁ 10 ଦିନ ବରଂ କର କି 5 ଦିନ କର ଦି ଦଳଙ୍କୁ ଆଣିଲେ ତାର ଗୋଟେ ସ୍ୱତନ୍ତ୍ର ଚାର୍ମ ଅଛି ଯେମିତି କୁହନ୍ତି ଏକ ଆଖି ଆଖି ନୁହେଁ ଏକ ସାକ୍ଷୀ ସାକ୍ଷୀ ନୁହେଁ ଖାଲି ଆପଣ ମାନେ ବିଦଗ୍ଧ ମାନେ ବସିଛନ୍ତି ବୋଲି ମୁଁ ସିନା ନିଜକୁ ନିଜେ ଦାନ୍ତ ଉଖାଳୁଛି ମତେ ଉଖାଳିବ କିଏ ଯେତେ ଖଣତି ମାରିଲେ ସୁନା ଗୁଡ ବାହାରନ୍ତା କହିଲେ ପର୍ଯ୍ୟାକ୍ଷ ହର୍ଯ୍ୟାକ୍ଷ ବେନି ସଂଗ୍ରାମ ବିଶ୍ୱନାଥ ବର୍ମଣ ପର୍ଯ୍ୟାକ୍ଷ ପର୍ଯ୍ୟାକ୍ଷ ବେନି ସଂଗ୍ରାମ ଜଣେ ପୁଅ ପ୍ରଫୁଲ୍ଲ ଭାଇନା ବର୍ତ୍ତମାନ ଅଛନ୍ତି ତା ପାଦକୁ କୋଟି ନମସ୍କାର ଭଗବାନ ମହିଳା ସେଦିନ କର ଚନ୍ଦ୍ରମା କୁମାର ସେଦି ଆକାଶର ଚନ୍ଦ୍ରମା ସଦୃଶ ଯିଏ ବୀରଗଣରେ କେତନ ବୀରଗଣ ମାନଙ୍କର ଯିଏ ଅଛନ୍ତି କେତନ ବୋଲନ୍ତେ ପତାକା ଅର୍ଥ ଦାନେ କାମ ଧେନୁ ବଶିଷ୍ଠଙ୍କର ଗୋଟେ ଗାଈ ଥିଲା ଯାହାର ମୁଁ କାମ ଧେନୁ ସେ ଯେମିତି ସମସ୍ତ ଦାନ କରିପାରୁଥିଲେ ସେ କାମ ଧେନୁ ସହିତ ସମାନ ସାମର୍ଥ୍ୟ ଅତିଶୟ ତନୁ ତା ତନୁଟା ଏଡେ ସୁନ୍ଦର ଯେ କେମିତି ପିନଜ ଘନି କୂଳର ସମସ୍ତ ନାରୀ କୂଳରେ ଯିଏ ମିନ କେତନ କଲେ 15 ଅସି ଦେବେ କଷି ଧରାଇ କଷି କହିଲେ ଖଣ୍ଡା ରାଗି କରି ଜୋରେ ଥାଳି ପକେଇଲେ ମୃତ୍ୟୁ ଦେବ ବୋଲି ମୃତ୍ୟୁ ଦେବ ଧରାଇ କହିଲେ ଜମ ବିଚାର କଲେ ମୋ ପାଇଁ କଣ କାଳ ଆସି ପହଞ୍ଚିଗଲା ଏ କଥା ଶୁଣି ରାଜା ଟିକେ ମନ୍ତ୍ରୀ ଅନେଇଲେ କହିଲେ ମନ୍ତ୍ରୀ ଆଜ୍ଞା ପୁଅ ଯାହା କହିଲେ ଆମେ ଆଉ କଣ କହିପାରିବା କିଛି ପୁଅ ଯାହା କହିଲେ ତାଙ୍କ କଥା ଆସନ୍ତୁ ସେ ବଳବନ୍ତ କୂଳ ପର୍ଯ୍ୟନ୍ତ ଆସନ୍ତୁ କାଇଁ ଆମେ ମନା କରିବୁ ମାନେ ଦି ଗଦକୁ ପାଇଲା ବଳବନ୍ତ ହସ୍ତିର କୂଳକୁ ଦିଗନ୍ତ ହସ୍ତିର ମରଣ ସମୟରେ ଯିଏ ଉଦ୍ଧାର କରିବାର ସାମର୍ଥ୍ୟ ଥିଲେ ସେ ଆସନ୍ତୁ ଆସିଲେ ତ ଆମେ କାହିଁକି
ମନା କରିବା କୁମାରଙ୍କର କଥାକୁ କାଟିଦେଲେ ସେ ଆମ ଉପରେ ଖରାପ ଭାବିବେ ସେ ଯାହାକୁ ନିର୍ବାଚିତ କରିଛନ୍ତି ହଁ ଉପଯୁକ୍ତ ଆମେ କାହିଁକି ତାକୁ ଚାଲ ଦୂତ ଲେଖେ ଉତ୍ତମ ସେ କଣ ଆସନ୍ତୁ ସେ ବଳବନ୍ତ କୂଳ ଦିଗନ୍ତ ସବୁ କଣ କି ଗାଇବ ଏ ଆଉ ସମୟ ଅଛି କି ଆଜ୍ଞା ନାଇଁ ନାଇଁ ସତରେ ସତ। ହଁ ବାବୁ ମା ହଁ ପତ୍ର ଲେଖା ହେଲା ହଁ ଦୂତ ଉପରେ ପଠେଇଲେ। ହଁ ପ୍ରବେଶ ହୋଇଛି ଦୂତ ହଁ ଯାଇ ରାଜା ସେଦି ରାଜ୍ୟରେ ଦେ ହଁ ହେଲା ହଁ ପତ୍ର ଦେଲେ କହିଲେ ବିବାହ ନିର୍ଯୋଗ ହୋଇଗଲା ହେଇଯାଇଛି ରାଜା କହିଲେ ଠିକ ସମୟରେ ଆମେ ଯାଇ ପହଞ୍ଚିବୁ ଆପଣ ସମସ୍ତ ସଂଯୋଗ କରିଥିବେ କାଇଁ ଚିନ୍ତା କରନି ସରିଗଲା ଆଜ୍ଞା କାଇଁ ପହଞ୍ଚିବ ଆଉ ଆଗକୁ ବଢେଇବା ହଁ ଆଉ ବଢେଇବା ଆଗକୁ ବାହାଘର ଆସ ରହମ ମୁଁ ଭଲ ଲାଗି ଆସିଲି ପୁଅକୁ ବରବେଶରେ ସୁସଜ୍ଜିତ କରି ହଁ ଇଏ ବରବେଶ ସଜେଇ ବରଯାତ୍ରୀଗଣ ସମସ୍ତେ ଆଜ୍ଞା ବାହାରିଲେ ଛୋଟ କପଡ଼ା ଦିଶିଲେ ଛୋଟ କରେ ଦେଖିଲେ ଏ ଅର୍ଥ କିଏ କରିବେ ଆଜ୍ଞା ମୋର ଏଗୁଡା କିଏ ବଳ ନା ପଣ୍ଡିତ କହିଲେ କରିବେ ଯୋଉ ଛତା ଗୁଡାକ ଟେକିଲେ ଆଷାଢ ମାସରେ ନୂଆ କରି ବର୍ଷା ହେବା ସମୟରେ ଛତ୍ର କବଳ ଛତୁ ଗୁଡାକ ଫୁଟିଗଲେ ଯେମିତି ସବୁ ଦେଖାଯାଏ ସବୁ ଫୁଟିଗଲେ ଛତ୍ରର ପ୍ରାୟ ଦିଶିଲେ ବୋଲେ ଛତୁ ବାୟସ ଦେଖାଗଲେ ଆସିଲେ ଏ ରାଜପୁତ୍ର ସମସ୍ତେ ଯାଇ ରାଜା ଭୀଷ୍ମଙ୍କ ଉପରେ ବରଷଲେ ସବୁ ଆସିଗଲେ ବରଯାତ୍ରୀ ସବୁ ଆସିଗଲେ କାଇଁ ବର୍ତ୍ତମାନ ତ ବେଳା ଭଲ ନାହିଁ ନା କାହିଁକି ସେମାନଙ୍କୁ ଟିକେ ରେଷ୍ଟ ଦିଅ ତାକୁ ପ୍ରଶାସନଟା ଦିଅ ରହନ୍ତୁ ତାଙ୍କୁ ବସାଘର ଦିଅ ଖାଇବା ପାଇଁ ସଞ୍ଚାଣି ଦିଅ ହଁ ନିହାତି କାଲି ଯିବ ପରଦିନ ଶୁଭ ବେଳା ଅଛି ପୁଅ ଶୁଭ ବେଳାରେ ତମେ ବାହାରିଲ ଆଉ ବେଳା ତମର ଏଇନା ଭଲ ନାହିଁ ସଂସ୍ଥା ଖାଇକି ପଡି ରହ ହଉ 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 କେତେବେଳକୁ ହଉଛି ନନା ପୁଣି ଛାନ୍ଦ ସେ କଳ୍ପ ପିବାରେ କଳା କଳ୍ପରେ ମୁଦା ମୁଦା ସର ଥାଏ ଏ କଳା କଳ୍ପନାକୁ ହେ ବିଦଗ୍ଧ ସାମନ୍ତ ମଣ୍ଡଳୀ ଆପଣ ମାନେ ଟିକେ ମଜା କହିଲେ ହୃଦୟକୁ ତା ଭିତରେ ମଜା ହେଇଛି ଇଏ ଚକ୍ର ବନ୍ଦନ ବାଦ୍ୟ ପତ୍ର ନେତ୍ରୀଙ୍କି ସାଜିଅ ସେ ପତନ କଲା ବସୁଧାରେ ସେ ବାଳିଯାଏ ସେ ବାଳିଧି ପ୍ରତିନିଧି বাড়িকে বহিলা তৎকা ইয়ে তহি হইলে মেলা ইয়ে সখী কুল কুল আজর ধন জল শৃঙ্খল ଯିବା ଆଉ କଣ କଳ୍ପକା କଳ୍ପ ବସେଇ ଏ କଳାକୁ କଳ୍ପନା କରିଲେ ଅଳ୍ପ ମାତ୍ର ଟିକେ କହିବ ନାଇଁ ଚକ୍ର ବନ୍ଧନ ବାଦ୍ୟ କ୍ଷତ୍ରିୟ କୂଳରେ ଗୋଟେ ବାଦ୍ୟ ବାଜେ ତା ନାଁ ହଉଛି ଚକ୍ର ବନ୍ଧନ ବାଦ୍ୟ ଅର୍ଥାତ୍ କୁମ୍ଭାର ଘର ଚକ୍ରୀ ସଦୃଶ୍ୟ ଚକ୍ର ବାଦ୍ୟ ବାଦ୍ୟ ବଜାଏ କଣ ବାଦ୍ୟ ଖାଲି ବାଦ୍ୟ ବଜାଉತಾರೆ ବୋହୁ କାହିଁ ପୁଅ ଆସିକି ବସିଲାଣି କିଛି ହେଲା ଆରେ ବୋହୁକୁ ଡାକ କଲେ ସାଧି ପର ସାଧି ପତେ ସାର ସାଧି ପର ସାଧି ପତେ ସଙ୍ଗିନୀ ସଙ୍ଗିନୀ ସଙ୍ଗ
ଅନେଶ୍ୱତ ମସିହା ଧଳା ପଥର ଲକ୍ଷ୍ମୀ ପୂଜା ପାଲା ଭାଇନା ପ୍ରଫୁଲ୍ଲ ଭାଇନାଙ୍କର ମୋର ପାଲା ଅନୁଷ୍ଠାନ ନିବେଦନ କଲା ଆଜ୍ଞା ଟିକେ ରୁକ୍ମିଣୀ ପରିଣୟ ହବ ଭାଇନା ଗାଇକି ଗଲେ ଛାଡ଼ିକି ଗଲେ କହିଲେ ସୁଦର୍ଶନ ମୁଁ ତ କହିପାରିବିନି ସାନ ଭାଇର ସ୍ନେହ ନଉଛି ତଥାପି ମୁଁ ଜାଣିଛି ଏଠୁ ଛାଡ଼ିକି ଯାଉଛି ଆରମ୍ଭ ହେଲା ରାତ୍ରି ପାଇଲା ସୂର୍ଯ୍ୟ ଉଦୟ ହେଲେ ସେ ପର୍ଯ୍ୟନ୍ତ ଆଜ୍ଞା ସରିଲା ନାହିଁ ଉଠୁନାହାନ୍ତି ଲୋକ କି ସରୁନି ଆଉ କଣ କରିବା ଯେ ପଛକୁ ତ କେହି ନାହାନ୍ତି ଛାଡ଼ିବି କାହାକୁ କଣ ଟିକେ ଠିକ ଟିକେ କହିଦେଇ ଯାଉଛି ରସା ସୁରସା ରସା ବନ୍ଦେ ପୃଥିବୀ ସୁରସା ଉତ୍ତମ ରସା ରସ ଜାତିରେ ଯିଏ ଆଲ୍ଲାହ ସତ୍ୟର ସମୟ ଯିଏ ମା ଜଗତ ମାତା ସଖୀ ମାନଙ୍କୁ ସଙ୍ଗରେ ନେଇ ବିଦ୍ୟାଳୟ ଉପରେ ଭ୍ରମଣ କରୁଥିଲେ ଡାକିଲେ ସଖିଲ ସଖୀ ଶୁଣିଲି ଶୁଣିଲି କଣ ଗୋଟେ ବାଦ୍ୟ ଦୂରେ ଶୁଭୁଛି ଏଇଟା ପୁରା ଚକ୍ରବନ୍ଧନ ବାଦ୍ୟ ବାହାଘର ହବ ଚକ୍ରବନ୍ଧନ ବାଦ୍ୟ ତମ ବାହାଘର ମୋ ବାହାଘର ତମରି ବାହାଘର ମୋ ବାହାଘର କାହା ସହିତ କାହାର ଶିଶୁପାଳ ସହିତ ତମର ବାହାଘର ତମ ଭାଇ ଠିକ କରିଛି ରାଜ୍ୟର କୁମାର ସେଠି ରାଜ୍ୟର ରାଜା ଧର୍ମଘୋଷଙ୍କର ଜ୍ୟେଷ୍ଠ ପୁତ୍ର ସେଇ ଶିଶୁପାଳ ସହିତ ମୋ ବାହାଘର ଏଇ ବାଦ୍ୟ ବାଉତି ପରା ଶିଶୁପାଳର କଥାକୁ ଶ୍ରବଣ କରିବା ମାନେ ରୁକ୍ମିଣୀଙ୍କର ମସ୍ତିଷ୍କ ବିଭ୍ରମ ହୋଇଗଲା ଘୁରି 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 କଚାଡ଼ି ହୋଇ ପଡ଼ିଲେ ଛାଳ ବିସ୍ତୃତ ହେଉଛି ବାବୁରେ ସେଇଠି ମନେ ପଡିଗଲା ଯୋଉଦିନ ଆମେ ଫୁଲ ବଗିଚାରେ ବୁଲୁଥିଲେ ନାରଦ ଆସି ପ୍ରବେଶ ହୋଇଥିଲେ ବାବୁ ନାରଦଙ୍କୁ ଦେଖି ପ୍ରଣାମ ଜଣେଇଥିଲେ ବାବୁ ପୁଣି ପଛକୁ ପଳେଇଲେ ପୂର୍ବାପର ସମ୍ବନ୍ଧ ଆସିବ ନା ହେ ହେ ନାରଦ ଆସି ପ୍ରବେଶ ହେଲେ ନାରଦଙ୍କୁ ଦେଖି ରୁକ୍ମିଣୀ ସଖୀ ମାନଙ୍କ ସହିତ ନାରଦଙ୍କୁ ନମସ୍କାର କରିଲେ ନାରଦ ଆଶୀର୍ବାଦ କରିଲେ କଣ କରେ ଦ୍ୱାରକା ପୁରତା ଆର କାବର କର କରି ହବନି ଆଜ୍ଞା ନେତ୍ରୀ ଖଙ୍ଗରାଠି ନେତ୍ରୀ ପୁତ୍ରୀ ତୁ ହେବୁ ତା ପଟ ମହିଷୀ ମୁଁ ଆଶୀର୍ବାଦ କରୁଛି ଦ୍ୱାରକାପୁର ତାରକା ଦ୍ୱାରକାପୁର ତାରକା ତାରା ମାନଙ୍କର ବର ହେଉଛନ୍ତି ଯିଏ ସେ ଚନ୍ଦ୍ର ଦ୍ୱାରକାପୁର ଚନ୍ଦ୍ର ହେଉଛନ୍ତି ଯିଏ କୃଷ୍ଣ ତାଙ୍କ କରକୁ ତୁ ଧାରଣ କରି ତୋ ଜୀବନ ଠାରୁ ତୁ ସୁଖ ଧାରଣ କରିବୁ ଆଶୀର୍ବାଦ କରୁଛି ତୁ ହେବୁ ତା ପାଟ ମହିଷୀ ହେ ଝିଅ ମୁଁ କଲ୍ୟାଣ କରୁଛି ଦ୍ୱାରକାପୁର ଠାକୁର ଯିଏ କୃଷ୍ଣ ତୁ ତାଙ୍କ ପାଟ ହେବୁ ଆଜି କଣ ଦ୍ୱାରକାପୁରେ ନାରଦଙ୍କର ଆଶୀର୍ବାଦ ବ୍ୟର୍ଥ ହେଇଯିବ କି ନିଶ୍ଚିତ ବ୍ୟର୍ଥ ହେଇଗଲା ତାହେଲେ ଶିଶୁପାଳ ମୋ ପାଇଁ ଆସିଥାନ୍ତା ନା ଶିଶୁପାଳ କଥା ଶୁଣିବା ମାତ୍ରକେ ମୁଣ୍ଡଟା ଘୂର୍ଣ୍ଣନମୟ ହେଲା ଘୁରି 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 ସେ ବାରି ଆଖି ପଦ୍ମାକ୍ଷୀ ରୁକ୍ମିଣୀ ବାରିଧି ପ୍ରତିନିଧି ଝାଳ ବାରିଧି ବୋଇଲେ ସମୁଦ୍ର ସମୁଦ୍ର ଜଳ ଲୁଣିଆ ଲୁଣି ଜଳ ଗୁଡାକ ସାରା ଝାଳ ସବୁ ବହିଗଲା ବାରିକି ବହିଲା ସମୁଦ୍ର ଜଳର ଅଛି ଯେମିତିକା ସେ ଝରି ପଡୁଛି କି କହି ହୋଇଲା ସଖୀ କୂଳ ଆକୁଳ ରୋଦନ ଜଳ ଓହୋ ସମସ୍ତ ସଖୀ ମାନେ ଏ ଦୁଃଖକୁ ଦେଖି ସମସ୍ତେ କାନ୍ଦି ପକେଇଲେ ସମସ୍ତଙ୍କର ଆଖିରୁ ଲୁହ ବହୁଛି ସଖୀ ମାନେ ସମସ୍ତେ କାନ୍ଦିଲେ ଯଦୁମଣି
ভাসে দিবস ভাসে দাসিয়ে হেলে ভাসি ଆପଣମାନଙ୍କୁ ମୁଁ ଭଲ ଭାବରେ ଟିକେ ଚେତଇ ଦଉଛି। ମୁଁ ତ ଆଜ୍ଞା ଚେତନାଶୀଳ ବ୍ୟକ୍ତି ନୁହେଁ, ତଥାପି କହିଦଉଛି ଯୋଉ ରସକୁ ଯୋଉ ସ୍ୱର ଆଜ୍ଞା ଦରକାର। କଣ କହିଲେ? ଇଏ ଭାସେ ଦିବସୁ ଭାସେ ଦାସିଏ ହେଲେ ସେତିକି କଣ ମରଣ ସମୟରେ ସେଇ ବଳବନ୍ତ ଯଦି ଆସିବେ ତାହେଲେ ଆମ ଦେମାଙ୍କ ଦୁଃଖ ଭାଳିଯିବ। ଆଉ ଧାଡ଼ିଏ କହିଲେ ଭାଜି ଜୀବନ ଦୁଃଖ ভাজিব মনোরা
ଏ ଦୁଃଖ ଭାଜି ଯିବ ଯେ କେମିତି କହିଲୁ ଖଣ୍ଡେ ଚିଠି ଲେଖ ଲେଖିଲେ ଭାଜି ଯିବ ଏ ଦୁଃଖ ରାଜି ରାଜିବ ମୁଖ ବାଜି ବାନ୍ଧିବେ ଯେବେ ରଥେ ନନ୍ଦୀ ଓ ରଥରେ ବାଜି କହିଲେ ଘୋଡାକୁ ବାନ୍ଧି ଯଦି ଏଠି ଆସିବେ ଯୋଉ ବଡ ବେଶରେ ଆସି ସାଜି ଆସି ବସିଛି ଏ ପାଜି ମନୋରଥ ପୂର୍ଣ୍ଣ ହେବ ନାହିଁ ରେ ରସନିଧି ଅନ୍ୟଥା ନଇବତି ବିଧି ନନ୍ଦନ ବିଧି ନନ୍ଦନଙ୍କ କଥା ଆଶୀର୍ବାଦ କେବେ ହେଲେ ଅନ୍ୟଥା ହେବ ନାହିଁ ଶୁଣା ଯାଉଛି ଭାବେ ଉଣା ନଇବ କେବେ ଭାବେ ବନ୍ଧା ସେ କରୁଣା ଜଳ ସେ ଭାବରେ ବନ୍ଧା ନା ଲେଖିଲେ ଲେଖିବାକୁ ଉଦନ୍ତ ଲିଖନୀକୁ ସମର୍ଥ ସମାନେ ଥୋଇଦେଲେ ଲେଖିଲେ ଗୋଟେ ପଦ ଗାଇଦେଉ ସାରି ପଡିବା ରୁକ୍ମିଣୀ ପରିଣୟ ଆଜ୍ଞା ମୋ ଭାଇ ଭାଇନା ଭାଇନା ଆପଣ ମାନଙ୍କ ପାଇଁ ଛଇରେନ୍ଦ୍ର ନିଗମ ବାଣୀ ତାର ଫୁଲ ଭାସି জগতে কেবল জনে হচ্ছে পরিত্রাণ
বাহ বাহ ହଉ ହଉ ଭଗବାନ ମଙ୍ଗଳ କରନ୍ତୁ ଆମ ଆଜି ଜନତା ଜନାର୍ଦ୍ଦନଙ୍କ ନିକଟରେ ଶପଥ ନେ ଯେତେ ଦିନ ସୁଦର୍ଶନ ଦିନ ବଞ୍ଚିଥିବ ଛାଡ଼ିକି ଯିବୁ କି କାଲି କହିଛ ଆଜି କହୁଛି ଆଜି ପୁଣି କହିଲଣି କହିବା ଅପରାଧ ଆଉ ସିଏ ଯିବ ଚକ୍ର ମାଲିକକୁ ସେଇଆ କହିଥିଲା ଥର କହିଲେଣି ଆଉ ଯିବ ସିଏ ନାଇଁ ଛାଡ଼ିକି ଯିବ କେତେକ ଲେଖିଦେଲେ ଆଜ୍ଞା ପତ୍ର ଟିକେ ଲେଖିଲେ ଦେଖିଲେ ଜଣେ ବ୍ରାହ୍ମଣଙ୍କୁ ଡକେଇଲେ ତା ହାତରେ ଛାଡ଼ିଲେ ଛାଡ଼ିଲେ ବାବା ବୋଲ ମଥୁରା ମଙ୍ଗଳ ହର ରେ ତକ ଲେଖିନ ବିନ ଚନ୍ଦ୍ରଚୂଡ଼ ତଥେ ପାରୁଷେ ବସାଇ ବ୍ରାହ୍ମଣ ଉତ୍ତର ପଠେଇଦେଲେ ଭଗବାନ କୃଷ୍ଣ ଅଛନ୍ତି ଦ୍ୱାରିକାରେ ବିପ୍ର ପହଞ୍ଚିଲେ ପତ୍ର ପାଠ କରିଲେ ସାନ୍ତ୍ୱନା ଦେଲେ କହିଲେ ତମେ ଯା ଠିକ ସମୟରେ ଦେବୀ ମନ୍ଦିରରୁ ବନ୍ଦାବନ ସମୟରେ ମୁଁ ରୁକ୍ମିଣୀକୁ ଉଠେଇ ଆଣିବି କପଟ ଲମ୍ପଟ କରାଇ ତାକୁ ପରମ କପଟି ଶେଖର ସରିଗଲା ଆଜ୍ଞା ଶିଶୁପାଳ ଇଏ ହଉଛି ରୁକ୍ମିଣୀ ପରିଣୟ ଶିଶୁପାଳ ଆଜ୍ଞା ସରିଗଲେ ନାକି ଆଜ୍ଞା ଲଜ୍ଜା ପାଇଁ ଶିଶୁପାଳ ଚାଲିଲା ତପସ୍ୟା କରିବା ପାଇଁ ହଉ ଗୁଣ ବି ସାରା ବିଦଗ୍ଧ ମଣ୍ଡଳୀ ମାନଙ୍କୁ ଜଣାଇ जय श्री राम जय श्री राधे